କ୍ଷୀରରେ କ'ଣ ମିଶାଇ ପିଇଲେ ମଣିଷର ଶକ୍ତି ବଢ଼ିଥାଏ? ଅପସନ୍ ଏ ଲବଙ୍ଗ, ଅପସନ୍ ବି କିସମିସ୍, ଅପସନ୍ ସି କାଜୁ, ଅପସନ୍ ଡି ଚିନି। ଏହାର ଉତ୍ତର ହେଇଯିବ ଫ୍ରେଣ୍ଡସ୍ ଅପସନ୍ ବି କିସମିସ୍। କ୍ଷୀରରେ ଯାହାକି କିସମିସ୍ ମିଶାଇ ପିଇଲେ ଶକ୍ତି ବଢ଼ିଥାଏ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ ପକ୍ଷୀକୁ ଭୋକ ଲାଗିଲେ ପଥର ବି ଖାଇଥାଏ? ଅପସନ୍ ଏ ବାଦୁଡ଼ି, ଅପସନ୍ ବି ହଂସ, ଅପସନ୍ ସି ପାରା, ଅପସନ୍ ଡି ଓଟପକ୍ଷୀ। ଏହାର ଉତ୍ତର ହେଉଛି ଅପସନ୍ ଡି ଓଟପକ୍ଷୀ। ଓଟପକ୍ଷୀ ଯାହାକି ଭୋକ ଲାଗିଲେ ପଥର ମଧ୍ୟ ଖାଇଥାଏ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ସବୁଦିନ ଗୋଟିଏ ରସୁଣ ଖାଇଲେ ମଣିଷର କେଉଁ ଅଙ୍ଗ ସୁସ୍ଥ ରହିଥାଏ? ଅପସନ୍ ଏ କିଡନୀ, ଅପସନ୍ ବି ହୃଦୟ, ଅପସନ୍ ସି ଆଖି, ଅପସନ୍ ଡି ଫୁସଫୁସ୍। ଏହାର ଉତ୍ତର ହେଇଯିବ ଫ୍ରେଣ୍ଡସ୍ ଅପସନ୍ ବି ହୃଦୟ। ସବୁଦିନ ଗୋଟିଏ ରସୁଣ ଖାଇଲେ ମଣିଷର ହୃଦୟ ସୁସ୍ଥ ରହିଥାଏ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ ଜୀବ ବିନା ମୁଣ୍ଡରେ 1 ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ରହିପାରେ? ପ୍ରଶ୍ନଟି ଆଉଥରେ କହି ରଖୁଛି। କେଉଁ ଜୀବ ବିନା ମୁଣ୍ଡରେ 1 ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ରହିପାରେ? ଅପସନ୍ ଏ ଝିଟିପିଟି, ଅପସନ୍ ବି ବିଛା, ଅପସନ୍ ସି ଏଣ୍ଡୁଅ, ଅପସନ୍ ଡି ଅସରପା। ଏହାର ଉତ୍ତର ହେଇଯିବ ଫ୍ରେଣ୍ଡସ୍ ଅପସନ୍ ଡି ଅସରପା। ଅସରପା ଯାହାକି 1 ସପ୍ତାହ ପର୍ଯ୍ୟନ୍ତ ବିନା ମୁଣ୍ଡରେ ବଞ୍ଚି ରହିପାରେ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ମଣିଷକୁ କେଉଁ ରୋଗ ହେଲେ ମୁଣ୍ଡର ଚୁଟି ଉପୁଡ଼ିଯାଏ? ଅପସନ୍ ଏ ରକ୍ତଚାପ, ଅପସନ୍ ବି କ୍ୟାନ୍ସର, ଅପସନ୍ ସି ଯକ୍ଷ୍ମା, ଅପସନ୍ ଡି ଡାଇବେଟିସ୍। ଏହାର ଉତ୍ତର ହେଇଯିବ ଅପସନ୍ ବି କ୍ୟାନ୍ସର। ମଣିଷକୁ ଯାହାକି କ୍ୟାନ୍ସର ରୋଗ ହେଲେ ମୁଣ୍ଡର ଚୁଟି ଉଠି ଯାଇଥାଏ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ ପରିବା କେବେ ପାଚେ ନାହିଁ? ପ୍ରଶ୍ନଟି ଆଉଥରେ କହି ରଖୁଛି। କେଉଁ ପରିବା କେବେ ପାଚେ ନାହିଁ? ଅପସନ୍ ଏ କାକୁଡ଼ି, ଅପସନ୍ ବି ଭେଣ୍ଡି, ଅପସନ୍ ସି ବାଇଗଣ, ଅପସନ୍ ଡି କଲରା। ଏହାର ଉତ୍ତର ହେଇଯିବ ଅପସନ୍ ବି ଭେଣ୍ଡି। ଭେଣ୍ଡି ଯାହାକି କେବେ ପାଚି ନଥାଏ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ପ୍ରତିଦିନ କାଜୁ ଖାଇଲେ ମଣିଷର କେଉଁ ଅଙ୍ଗ ସୁସ୍ଥ ରହିଥାଏ? ଅପସନ୍ ଏ ଆଖି, ଅପସନ୍ ବି ଫୁସଫୁସ୍, ଅପସନ୍ ସି ଲିଭର, ଅପସନ୍ ଡି ହୃତ୍ପିଣ୍ଡ। ଏହାର ଉତ୍ତର ହେଇଯିବ ଅପସନ୍ ଏ ଆଖି। ପ୍ରତିଦିନ କାଜୁ ଖାଇଲେ ଯାହାକି ମଣିଷର ଆଖି ସୁସ୍ଥ ରହିଥାଏ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। ଛାତିରେ କଫ ଜମିଥିଲେ କ'ଣ ଖାଇଲେ କଫ ସମସ୍ୟା ଦୂର ହୋଇଥାଏ? ପ୍ରଶ୍ନଟି ଆଉଥରେ କହି ରଖୁଛି। ଛାତିରେ କଫ ଜମିଥିଲେ କ'ଣ ଖାଇଲେ କଫ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ଗରମ ପାଣି, ଅପସନ୍ ବି ଲେମ୍ବୁ ରସ, ଅପସନ୍ ସି ମହୁ, ଅପସନ୍ ଡି ଏହି ସମସ୍ତ। ଏହାର ଉତ୍ତର ହେଇଯିବ ଫ୍ରେଣ୍ଡସ୍ ଅପସନ୍ ଡି ଏହି ସମସ୍ତ। ଏହି ସମସ୍ତ ଖାଇଲେ କଫ ସମସ୍ୟା ଦୂର ହୋଇଥାଏ। ଏବେ ଦେଖିବା ପରବର୍ତ୍ତୀ ପ୍ରଶ୍ନ। କେଉଁ ପତ୍ରର ରସ ପିଇଲେ ମୁହଁର ବ୍ରଣ ସମସ୍ୟା ଦୂର ହୋଇଥାଏ? ଅପସନ୍ ଏ ତୁଳସୀ ପତ୍ର, ଅପସନ୍ ବି ବେଲପତ୍ର, ଅପସନ୍ ସି କଲରା ପତ୍ର, ଅପସନ୍ ଡି ଲିମ୍ବ ପତ୍ର। ଏହାର ଉତ୍ତର ହେଇଯିବ ଅପସନ୍ ଡି ଲିମ୍ବ ପତ୍ର। ଲିମ୍ବ ପତ୍ରର ରସ ପିଇବା ଦ୍ୱାରା ଯାହାକି ମୁହଁରେ ବ୍ରଣ ସମସ୍ୟା ଦୂର ହୋଇଥାଏ।